ଗୋଟିଏ ଗାଁରେ ଜଣେ ଧନୀ ଲୋକଟିଏ ରହୁଥିଲା। ତାର ରୋଷେଇ ଘର ଉପରେ ଗୋଟିଏ ପାରାଟିଏ ବସା ବାନ୍ଧି ରହୁଥାଏ। ଥରେ କାଉଟିଏ ଉଡ଼ି ଉଡ଼ି ଯାଉଥିବା ବେଳେ ସେହି ଧନୀ ଲୋକର ରୋଷେଇ ଘରେ ଥିବା ମାଛ ଉପରେ ତାର ଆଖି ପଡ଼ିଲା। ମାଛକୁ ଦେଖି ତା ମନରେ ଭାରି ଲୋଭ ହେଲା। ସେ କିପରି ମାଛ ଖାଇବ ସେ କଥା ଚିନ୍ତା କଲା। ଠିକ୍ ଏହି ସମୟରେ ତାର ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା। ସେ ପାରା ପାଖକୁ ଯାଇ କହିଲା, ବନ୍ଧୁ, ମୋର ଏ ଦୁନିଆରେ କେହି ନାହାନ୍ତି। ତୁମେ ମୋତେ ନିଜର ବନ୍ଧୁ କର। ଆମେ ଦୁଇଜଣ ସାଙ୍ଗ ହୋଇ ଖେଳିବା, ବୁଲିବା, ନିଜର ଆହାର ଯୋଗାଡ଼ କରିବା। କାଉଠାରୁ ଏକଥା ଶୁଣି ପାରା କହିଲା, ତୁମେ ଆଉ ମୁଁ ସମ୍ପୂର୍ଣ୍ଣ ଅଲଗା। ତୁମ ସହିତ ମୁଁ କେମିତି ବନ୍ଧୁ ହେବି? ତୁମେ ତ ପୋକଜୋକ ଖାଅ, ଆଉ ମୁଁ ଦାନା ଖାଏ। ତାହେଲେ ଦୁଇଜଣ ଆହାର କେମିତି ଖୋଜିବା? ତାପରେ କାଉଟି କହିଲା, ସେଥିରେ କ'ଣ ଅଛି? ଆମେ ଦୁଇଜଣ ସାଙ୍ଗ ହୋଇ ଆହାର ଖୋଜିବା ପାଇଁ ଯିବା। ତୁମେ ତୁମ ଆହାର ଖୋଜିବ, ଆଉ ମୁଁ ମୋ ଆହାର ଖୋଜିବି। ସେ କପଟୀ କାଉର ଛଳନା ବୁଝିପାରିଲା ନାହିଁ। ତାର ବନ୍ଧୁ ହେଲା। ଏମିତି କିଛି ଦିନ ଗଲା। ଦିନେ ଧନୀ ଲୋକଟି ତାର ଚାକରକୁ ମାଛ ଆଣିବା ପାଇଁ କହୁଥିବା ବେଳେ କାଉଟି ଶୁଣିଲା। ମାଛ କଥା ଶୁଣି କାଉ ପାଟିରୁ ଲାଳ ବୋହିଲା। ସେଦିନ ପାରା କାଉକୁ କହିଲା, ବନ୍ଧୁ, ଚାଲ ଆହାର ଖୋଜିବା ପାଇଁ ଯିବା। କିନ୍ତୁ କାଉ ମନ ତ ମାଛ ପାଖରେ। ସେ ପାରାକୁ କହିଲା, ନା, ଆଜି ମୋ ଦେହ ଭଲ ଲାଗୁନାହିଁ। ତୁମେ ଏକୁଟିଆ ଆହାର ଖୋଜିବା ପାଇଁ ଯାଅ। ତାପରେ ପାରା ନିଜର ଆହାର ଖୋଜିବା ପାଇଁ ଜଙ୍ଗଲ ଆଡ଼େ ବାହାରିଗଲା। ପାରା ଚାଲିଗଲା ପରେ କାଉଟି କ'ଣ କଲା ନା, ସେହି ରୋଷେଇ ଘର ଭିତରକୁ ଯାଇ ମାଛକୁ କାମୁଡ଼ି ଧରି ଆସିବା ବେଳେ ସେହି ଘରର ଚାକର କାଉକୁ ମାଛ ନେବାର ଦେଖିନେଲା। ତାପରେ ଗୋଟିଏ ଲମ୍ବା ବାଡ଼ିଟିଏ ଆଣି କାଉକୁ ପିଟି ପିଟି ମାରିଦେଲା। ବିଚରା କାଉ ମାଛ ଲୋଭରେ ଜୀବନ ହାରିଲା। ତେଣୁ କଥାରେ ଅଛି ପରା, ଦୁଷ୍ଟ ପ୍ରକୃତିର ଲୋକ ଦିନେ ନା ଦିନେ ନିଶ୍ଚୟ ତାର କର୍ମର ଫଳ ଭୋଗ କରିବ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।